ରଙ୍ଗମଞ୍ଚ ଉପରେ କଳାକାରଟିଏ ଯେତେବେଳେ ଅଭିନୟ କରେ ସେତେବେଳେ ସେ ଚେଷ୍ଟା କରିଥାଏ ତାର ଦର୍ଶକମାନଙ୍କୁ ତା କଳାରେ ବିମୋହିତ କରିବା ପାଇଁ, ଖୁସି କରାଇବା ପାଇଁ। ଯଦି କଳାକାରଟିଏ ଭଲ ଅଭିନୟ କରିନପାରେ ତେବେ ଦର୍ଶକମାନେ ତା ଉପରକୁ ଆଙ୍ଗୁଳି ଉଠାନ୍ତି ଏବଂ ତାକୁ ନାନାଦି କଥା କୁହନ୍ତି, ଏ ଭଲ ଆକ୍ଟିଂ ଜାଣିନି, ଏ ଭଲ ଅଭିନୟ ଜାଣିନି। ଠିକ୍ ସେମିତି ଆଜ୍ଞା, ଏ ଦୁନିଆ ରଙ୍ଗମଞ୍ଚରେ ଯଦି ଆପଣ ଭଲ ଭାବେ ନିଜର ଅଭିନୟକୁ ପ୍ରତିପାଦିତ କରିନପାରିଲେ ତେବେ ଏଠି ଆପଣଙ୍କ ପରିବାର ପାରିପାର୍ଶ୍ୱରେ ଥିବା ଅନେକ ଲୋକ ଏବଂ ଆପଣଙ୍କର ସମ୍ପର୍କୀୟ ମାନେ ମଧ୍ୟ ଆପଣଙ୍କୁ ଆଙ୍ଗୁଳି ଦେଖାଇବା ପାଇଁ ପଛେଇବେ ନାହିଁ। ସେଇଥିପାଇଁ ଏ ଦୁନିଆ ରଙ୍ଗମଞ୍ଚରେ ଆପଣଙ୍କୁ ନିଖୁଣ ଅଭିନୟ କରିବାର ଆବଶ୍ୟକତା ଅଛି। ଏଠି କେହି କାହାର ନୁହନ୍ତି ଆଜ୍ଞା, କେବଳ ଅଭିନୟରେ ପ୍ରଶଂସାରେ ପୋତି ପକେଇବେ, କେବଳ ଅଭିନୟ ହିଁ ସର୍ବସ୍ୱ ବୋଲି ଧରି ନିଆଯାଇପାରେ। ଏଇ ତ ଜୀବନର କଥା।